ବାଇବେଲ ଅନୁସାରେ ତିନି ପ୍ରକାର ଉପବାସ କଣ ଅଟେ? ବାଇବେଲ ଅନୁସାରେ ତିନି ପ୍ରକାର ଉପବାସ କଣ ଅଟେ? ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟ ଠାରୁ ଅଳ୍ପ ସମୟ ଧ୍ୟାନ କରିବା। ପ୍ରିୟ ଭାଇ ଭଉଣୀମାନେ, ଆମେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ପ୍ରତିଦିନ ଆମେ ପ୍ରଭୁଙ୍କ ଛାମରେ ପ୍ରାର୍ଥନା କରୁଛୁ, ତାହାଙ୍କର ଉପସ୍ଥିତିରେ ରହି ଆମେ ବାକ୍ୟ ଧ୍ୟାନ କରୁଛୁ, ମଣ୍ଡଳୀ ସହଭାଗିତାକୁ ଯାଉଛୁ, ଆରାଧନା କରୁଛୁ। କିନ୍ତୁ ଏହିସବୁ ବିଷୟ କଲେ ମଧ୍ୟ ଜଣେ ଖ୍ରୀଷ୍ଟିଆନ ଜୀବନ ସଫଳ ହୁଏ ନାହିଁ। ଆଉ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏହିସବୁ କରିବା ଦ୍ୱାରା ଯଥେଷ୍ଟ ନୁହେଁ। କିନ୍ତୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଉପବାସ ମଧ୍ୟ ଗୋଟିଏ ଅଂଶ ଅଟେ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଉପବାସ ଏକ ଅଂଶ ଅଟେ ଆଉ ମୁଖ୍ୟ ବିଷୟ ଅଟେ, ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଏହି ଧରାପୃଷ୍ଠରେ ଥିବା ସମୟରେ ସେ ଦିନେ ନୁହେଁ, 2 ଦିନ ନୁହେଁ କିମ୍ବା ଗୋଟିଏ ସପ୍ତାହ ନୁହେଁ, ସେ 40 ଦିନ 40 ରାତ୍ରି ଉପବାସ କଲେ ଆଉ ମନୁଷ୍ୟ ଭାବରେ ସେ କ୍ଷୁଧିତ ହେଲେ ଆଉ ସେ ଆମକୁ ଏକ ଆଦର୍ଶ ସେ ଆମକୁ ଦେଖାଇଗଲେ। ପ୍ରିୟ ଭାଇ ଭଉଣୀମାନେ, ଆଜି ଆମେ ବାଇବେଲରୁ ଅଳ୍ପ ସମୟ କଥାବାର୍ତ୍ତା ହେବା ଯେ ବାଇବେଲ ଅନୁସାରେ ତିନି ପ୍ରକାର ଉପବାସ କଣ ଅଟେ। ଯଦି ଏହା ଆମେ ଜାଣିବା ତାହେଲେ ଆମେ ମଧ୍ୟ ଉପବାସ କରିବା ପାଇଁ ଆଉ ତାହାଙ୍କର ବାକ୍ୟ ଅନୁସାରେ ଆମେ ନିଜକୁ ନମ୍ର କରିବା ପାଇଁ, ତାହାଙ୍କର ଉପସ୍ଥିତିକୁ ଯିବା ପାଇଁ ଆମେ ମଧ୍ୟ ଉତ୍ସାହିତ ହେବା। ପ୍ରଥମ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ତିନି ପ୍ରକାର ଉପବାସ ମଧ୍ୟରୁ ପ୍ରଥମ ବିଷୟଟି ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ମୋ ସହିତ ଆପଣମାନେ ଏଜ୍ରା ପୁସ୍ତକ 10 ଅଧ୍ୟାୟକୁ ଆସିଲେ। ଏଜ୍ରା ପୁସ୍ତକ 10 ଅଧ୍ୟାୟ 6 ପଦରେ ଏ ପ୍ରକାର ଲେଖାଯାଏ, ତହୁଁ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠି ଇଲିଆସିବର ପୁତ୍ର ଜିହୋହାନନର କୋଠରୀକି ଗଲା ଆଉ ସେଠାରେ ଉପସ୍ଥିତ ହୁଅନ୍ତେ ରୋଟି ଭୋଜନ କି ଜଳପାନ କଲା ନାହିଁ, କାରଣ ସେ ବନ୍ଦିତ୍ୱର ଲୋକମାନଙ୍କ ସତ୍ୟ ଲଙ୍ଘନ ସକାଶୁ ଶୋକ କରୁଥିଲା। ଏହି ସ୍ଥାନରେ ଆମେ ଦେଖୁଛୁ ଏଜ୍ରାଙ୍କର ଉପବାସ, ବା ଆମେ ପ୍ରଥମ ଉପବାସକୁ କହିବା ଯେ ସମ୍ପୂର୍ଣ୍ଣ ଉପବାସ। ସମ୍ପୂର୍ଣ୍ଣ ଉପବାସ କହିଲେ କଣ? ଯାହାକି ପାଣି ମଧ୍ୟ ସେ ପାନ କଲେ ନାହିଁ, ଜଳ ମଧ୍ୟ ପାନ କଲେ ନାହିଁ, ରୋଟି ଭୋଜନ କଲେ ନାହିଁ, ଆଉ ସେ କୋଠରୀକୁ ଯାଇ ସେ କ୍ରନ୍ଦନ କଲେ, ପ୍ରଭୁଙ୍କ ନିକଟରେ ଶୋକ କଲେ। କାହିଁକି ଶୋକ କଲେ? ସେ ନିଜର ଭୁଲ ପାଇଁ ନାହିଁ, ସେ କୌଣସି ତାଙ୍କର ପରିବାରର ଉନ୍ନତି, ତାହାଙ୍କର ଜାଗତିକ ଆଶୀର୍ବାଦ ନିମନ୍ତେ ନୁହେଁ। ସେ କାହିଁକି ଶୋକ କରୁଛନ୍ତି? ବନ୍ଦିତ୍ୱର ଲୋକମାନଙ୍କର ପାପକୁ ସେ ସ୍ୱୀକାର କରୁଛନ୍ତି ଆଉ ସେ ସମ୍ପୂର୍ଣ୍ଣ ଉପବାସ କରୁଛନ୍ତି। ପ୍ରଥମ ବିଷୟ ବାଇବେଲ କହେ ଯେ ତିନି ପ୍ରକାର ଉପବାସ ମଧ୍ୟରୁ ଗୋଟିଏ ଉପବାସ ହେଲା ସମ୍ପୂର୍ଣ୍ଣ ଉପବାସ, ଯାହା ଏଜ୍ରା କରିଥିଲେ। ସେ ଜଳପାନ କଲେ ନାହିଁ, କୌଣସି ରୋଟି ଭୋଜନ କଲେ ନାହିଁ, ସେ ଲୋକମାନଙ୍କର ପାପ ନିମନ୍ତେ ସେ ଉପବାସ କଲେ ଆଉ ପ୍ରଭୁଙ୍କ ନିକଟରେ ମଧ୍ୟସ୍ଥ ପ୍ରାର୍ଥନା କଲେ। ପ୍ରିୟ ଭାଇ ଭଉଣୀମାନେ, ମଣ୍ଡଳୀରେ ଆପଣ ଯଦି କୌଣସି ଭଉଣୀକୁ ଦେଖୁଛନ୍ତି, ଭାଇକୁ ଦେଖୁଛନ୍ତି, ସେମାନେ ସତ୍ୟ ଲଙ୍ଘନ କରିଛନ୍ତି, ସେମାନେ ପ୍ରଭୁଙ୍କ ବାକ୍ୟର ବିମୁଖ ହେବାଟା ଆପଣ ଜାଣିପାରୁଛନ୍ତି, ପାପରେ ପଡ଼ିଲା ବେଳେ ଆପଣଙ୍କର ଦାୟିତ୍ୱ କଣ ଅଟେ? ଆପଣ କଣ କରୁଅଛନ୍ତି? ସେମାନଙ୍କୁ କମେଣ୍ଟସ କରୁଅଛନ୍ତି ନା ସେହି ଭାଇ ନିମନ୍ତେ, ଭଉଣୀ ନିମନ୍ତେ, ସେହି ପ୍ରଭୁଙ୍କ ବାକ୍ୟରୁ ବିମୁଖ ହେଇଥିବା ସେହି ପରିବାର ନିମନ୍ତେ ଆପଣ ଉପବାସ କରୁଛନ୍ତି ନା କଣ କରୁଛନ୍ତି? ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଆମେ ପରସ୍ପରକୁ ପ୍ରାର୍ଥନାର ଯେ ଦୋଳି ଧରିବା, ଆମେ ପ୍ରଭୁଙ୍କ ନିକଟରେ ସେହି ଭାଇ ଭଉଣୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା। ଏହା ପରମେଶ୍ୱର ଇଚ୍ଛା କରନ୍ତି ଆଉ ସେ ଆମକୁ ଉତ୍ସାହିତ କରନ୍ତି। ଆମେ ଦେଖୁଛୁ ପ୍ରଥମ ବିଷୟ ଯେ ସମ୍ପୂର୍ଣ୍ଣ ଉପବାସ। ଯଦି ଆପଣମାନେ ଯାତ୍ରା ପୁସ୍ତକ ଯଦି ପଢିବେ, ଆମେ ଯାତ୍ରା ପୁସ୍ତକ ପଢିବା ପୂର୍ବରୁ ଆମେ ଏଷ୍ଟର ପୁସ୍ତକ ପଢିବା। ଏଷ୍ଟର ପୁସ୍ତକ 4 ଅଧ୍ୟାୟ ଆମେ 16 ପଦରେ ପଢୁଛୁ। ଏଷ୍ଟର 4 ଅଧ୍ୟାୟ 16 ପଦରେ ଲେଖାଯାଏ, ତୁମ୍ଭେ ଯାଇ ସୁସନରେ ଉପସ୍ଥିତ ସମସ୍ତ ଜିହୁଦୀୟ ଲୋକଙ୍କୁ ଏକତ୍ର କରି ମୋ ଲାଗି ଉପବାସ କର। କା ଲାଗି? ରାଣୀ ଏଷ୍ଟର ରାଣୀ ଲାଗି ତୁମେ ଉପବାସ କର। ପୁଣି 3 ଦିନ ଯାଏ ଦିନରେ କିମ୍ବା ରାତ୍ରିରେ କିଛି ଆହାର କର ନାହିଁ ଆଉ କିଛି ପାନ କର ନାହିଁ। ମଧ୍ୟ ମୁଁ ଓ ମୋହର ଦାସୀଗଣ ତଦ୍ରୂପ ଉପବାସ କରିବୁ। ତହୁଁ ବ୍ୟବସ୍ଥା ଅନୁଯାୟୀ ନହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି, ତହିଁରେ
ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି। ପ୍ରିୟ ଭାଇ ଭଉଣୀ ମାନେ, ଏହା ମଧ୍ୟ ସମ୍ପୂର୍ଣ୍ଣ ଉପବାସ ଯାହା ସୁସନ ରାଜଧାନୀର ସମସ୍ତ ଜିହୁଦୀ ଲୋକମାନେ ଉପବାସ କରିଥିଲେ। କାହିଁକି ଉପବାସ କରିଥିଲେ? ଯେ ଯେତେବେଳେ ମର୍ଦ୍ଦକ୍ଷ ହାମନକୁ ସେ ପ୍ରଣାମ କରିନଥିଲେ, କାରଣ ମର୍ଦ୍ଦକ୍ଷ ଉପରେ ଅଭିଷେକ ଥିଲା ଆଉ ସେ ଜଣେ ଜିହୁଦୀ ହେଇଥିବାରୁ ସେ ହାମନକୁ ପ୍ରଣାମ କରିନଥିଲା। ଆଉ ହାମନ ଜିହୁଦୀ ମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ସେମାନଙ୍କୁ ଫାଶୀ ଦେବା ନିମନ୍ତେ, ସେମାନଙ୍କୁ ମାରିବା ନିମନ୍ତେ ଗୋଟେ ଫାଶୀ କାଠ ନିର୍ମାଣ କରି ଏହି ଷଡ଼ଯନ୍ତ୍ର କଲାବେଳେ ଶତ୍ରୁ ଯେତେବେଳେ ସେମାନଙ୍କୁ ବିନାଶ କରିବା ପାଇଁ ଷଡ଼ଯନ୍ତ୍ର କରୁଛି, ସେହି ସମୟରେ ଜିହୁଦୀ ଲୋକମାନେ ସେମାନେ ଉପବାସ କରୁଅଛନ୍ତି। ସେ ହାମନର ବିରୁଦ୍ଧରେ କୌଣସି ବାଡ଼ି ଠେଙ୍ଗା, କୌଣସି ଖଣ୍ଡା ଅସ୍ତ୍ର ଧରି ସେମାନେ ଯାଉନାହାନ୍ତି, ମାତ୍ର ଉପବାସ କରୁଅଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଜାଣେ ନା ଆପଣମାନଙ୍କର ବିରୋଧ କରୁଥିବା ଲୋକମାନଙ୍କ ନିମନ୍ତେ, ଆପଣମାନଙ୍କର ଶତ୍ରୁମାନଙ୍କ ନିମନ୍ତେ, ଆପଣଙ୍କ ନିମନ୍ତେ ଯଦି ଆପଣମାନଙ୍କୁ କେହି ବିନା କାରଣରେ ଯେ ଆପଣଙ୍କୁ ଥାନାରେ ଅଭିଯୋଗ କରୁଛି, ଆପଣଙ୍କୁ ଅହଙ୍କାର କରୁଛି, ଆପଣଙ୍କ ପଛରେ ଯେ ସବୁବେଳେ ଆପଣଙ୍କର ଅନିଷ୍ଟ ଚିନ୍ତା କରିବା ପାଇଁ ଲାଗି ରହୁଛି, ସେମାନଙ୍କ ନିମନ୍ତେ ଆପଣ କଣ କରୁଅଛନ୍ତି ମୁଁ ଜାଣେ ନାହିଁ। କିନ୍ତୁ ବାଇବେଲ କହେ ଯେ ଆମେ ଯଦି ଶତ୍ରୁ ଆମ ପଛରେ ଗୋଳେଇଲା ବେଳେ, ଆମର ଅନିଷ୍ଟ କରିବା ନିମନ୍ତେ ଲୋକ ଆମ ପାଇଁ ଆମ ପଛରେ ଲାଗି ରହିଲା ବେଳେ ଆମର କର୍ତ୍ତବ୍ୟ ହେଲା ଯେ ଆମେ ଉପବାସ କରିବା। ଆମେ ଏ ସ୍ଥାନ ଦେଖୁଛୁ ଯେ ଜିହୁଦୀ ଲୋକମାନେ ସମ୍ପୂର୍ଣ୍ଣ ଉପବାସ କଲେ। ଆଉ ଯେଉଁ ଶତ୍ରୁ ସେମାନଙ୍କୁ ବିନାଶ କରିବା ନିମନ୍ତେ ଯେଉଁ ଫାଶୀ କାଠ ତିଆରି କରିଥିଲା, ସେହି ଶତ୍ରୁକୁ ରାଜା ସେହି ଫାଶୀ କାଠରେ ସେ ଶତ୍ରୁକୁ ଫାଶୀ ଦେଉଛନ୍ତି। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ଆମର ପରମେଶ୍ୱର ଆମର ସମସ୍ତ ଅମଙ୍ଗଳକୁ ମଙ୍ଗଳରେ କରିବା ପାଇଁ, ମଙ୍ଗଳରେ ପରିଣତ କରିବା ପାଇଁ ସାମର୍ଥ୍ୟ ଅଟନ୍ତି। ଆଉ ଆମେ ଯେ ଉପବାସ କରୁ ଆଉ ଆମେ ଯେ ପରମେଶ୍ୱରଙ୍କ ଠାରୁ ସେଇ ଆଶୀର୍ବାଦ ଅନୁଗ୍ରହକୁ ପାଉ, ଏହା ପରମେଶ୍ୱର ଚାହାନ୍ତି। ପ୍ରଭୁଙ୍କ ନାମର ଗୌରବ ହଉ। ଏହାକୁ ଆମେ ପ୍ରଥମ ବିଷୟ ଆମେ ଦେଖୁଛୁ ଯେ ସମ୍ପୂର୍ଣ୍ଣ ଉପବାସ। ଯଦି ଆପଣମାନେ ଯାତ୍ରା ପୁସ୍ତକ 34 ଅଧ୍ୟାୟ 28 ପଦ ପଢିବେ, ସେଠି ମଶା 40 ଦିବାରାତ୍ର ସେ କଣ କରିଥିଲେ? ପ୍ରଭୁଙ୍କ ସମ୍ମୁଖରେ ସେ ଉପବାସ କରିଥିଲେ। ଯଦି ଆପଣ ନୂତନ ନିୟମର ଦେଖିବେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାଥିଉ କିମ୍ବା ଲୁକ ପୁସ୍ତକ 4 ଅଧ୍ୟାୟ 2ରେ ପଢିବେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ 40 ଦିନ 40 ରାତ୍ରି ସେ ସମ୍ପୂର୍ଣ୍ଣ ଉପବାସ କରିଥିଲେ। ସେ କୌଣସି ରୋଟି ଭୋଜନ କଲେ ନାହିଁ, ଜଳପାନ କଲେ ନାହିଁ, ସେ ଉପବାସ କରିଥିଲେ। ସେ ପରମେଶ୍ୱର ଥିଲେ ଆଉ ସମ୍ପୂର୍ଣ୍ଣ ମନୁଷ୍ୟ ମଧ୍ୟ ଥିଲେ। ଆଉ ପରମେଶ୍ୱର ଭାବରେ ସେ ଉପବାସ କରିନଥିଲେ, ସେ ମନୁଷ୍ୟ ଭାବରେ ଉପବାସ କରି ସେ ଯେ ପ୍ରଥମ ଆଦମ ଏହି ଆହାର ବା ଖାଦ୍ୟର ଏହି ପରୀକ୍ଷାରେ ଯେ ପଡି ଯାଇଥିଲେ, ସେହି ଶୈତାନକୁ ପୁନର୍ବାର ସେ ପରାଜୟ କରିବା ନିମନ୍ତେ କଣ କରିଥିଲେ? ଉପବାସ କରିଥିଲେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଦ୍ୱିତୀୟ ଉପବାସ ବିଷୟରେ ଆପଣମାନଙ୍କ ନିକଟରେ ବାକ୍ୟଟି ରଖିବା ପାଇଁ ଚାହେଁ। ମୋ ସହିତ ଆପଣମାନେ ଦାନିଏଲ ପୁସ୍ତକକୁ ଆସିବେ। ଦାନିଏଲ ପୁସ୍ତକ 10 ଅଧ୍ୟାୟ 2 ଆଉ 3 ପଦ। ଏଠାରେ ପ୍ରକାର ଲେଖାଯାଏ, ସେହି ସମୟରେ ମୁଁ ଦାନିଏଲ ପୂର୍ଣ୍ଣ 3 ସପ୍ତାହ ପର୍ଯ୍ୟନ୍ତ ଶୋକ କରୁଥିଲି। 3 ସପ୍ତାହ ବୋଲି କହିଲେ 21 ଦିନ। 21 ଦିନ ପର୍ଯ୍ୟନ୍ତ ଦାନିଏଲ କଣ କରୁଥିଲେ? ଶୋକ କରୁଥିଲେ। 3 ପଦ ଲେଖାଯାଏ, ପୂର୍ଣ୍ଣ 3 ସପ୍ତାହ ସମାପ୍ତ ହେବା ପର୍ଯ୍ୟନ୍ତ ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ। ଦାନିଏଲ ଭୋଜନ କଲେ, ମାତ୍ର କୌଣସି ସ୍ୱାଦିଷ୍ଟ ଆହାର, ସୁସ୍ୱାଦୁ ଭୋଜନ ସେ କଣ କଲେ ନାହିଁ? ସେ ଖାଦ୍ୟକୁ ସେ ଭୋଜନ କଲେ ନାହିଁ। ତାପରେ ଲେଖାଯାଉଛି, କି ଅବା ମାଂସ ଅବା ଦ୍ରାକ୍ଷାରସ ମୋ ମୁଖରେ ପ୍ରବେଶ କଲା ନାହିଁ, ଅଥବା ମୁଁ କିଛି ତୈଳ ମର୍ଦ୍ଦନ କଲି ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆପଣମାନେ ଗୋଟେ ଓଳି ଗୋଟେ ଦିନ ଆପଣ ଯଦି ଉପବାସ କରିପାରୁନାହାନ୍ତି, ବାଇବେଲର ପରମେଶ୍ୱର ଆମକୁ ଉତ୍ସାହିତ କରିବା ପାଇଁ ଚାହାନ୍ତି। ଦାନିଏଲ ତାଙ୍କର ଗୋଟେ ସ୍ପେସିଆଲ ଉପବାସ ଥିଲା। ଆଉ ଦ୍ୱିତୀୟ ଉପବାସ ଆମେ ଦେଖୁଛୁ ଯେ ଦାନିଏଲଙ୍କର ଉପବାସ। ସେହି ଉପବାସ କେମିତି? ସେ 21 ଦିନ ପର୍ଯ୍ୟନ୍ତ ଖାଦ୍ୟ ଖାଉଥିଲେ, ମାତ୍ର ସେ ଆମିଷ ଖାଇ ନଥିଲେ। ସ୍ୱାଦିଷ୍ଟ ଆହାର ସେ ଭୋଜନ ନ କରି ମଧ୍ୟ ସେ ଉପବାସ କରୁଥିଲେ। ପ୍ରିୟ ଭାଇ ଭଉଣୀ ମାନେ, ଏହା ଗୋଟେ ନୂତନ ନିୟମର ବଳିଦାନ ବୋଲି ଆମେ କହିପାରୁ ଯେ ନିଜକୁ ସମର୍ପଣ କରି, ନାଇଁ ମୁଁ ଏତେ ଦିନ ପର୍ଯ୍ୟନ୍ତ ମୁଁ କଣ କରିବି ନାହିଁ?
ମୁଁ ଆମିଷ ଖାଇବି ନାହିଁ, ମୁଁ ପ୍ରଭୁଙ୍କ ନିମନ୍ତେ ମୁଁ ନିଜକୁ ଉତ୍ସର୍ଗ କରିବି। ଆପଣ ଏହି ଉପବାସ ଆପଣ କରିପାରିବେ। ଯଦି ଆପଣ ଖାଦ୍ୟ ନ ଖାଇ ରହିପାରୁନାହାନ୍ତି, ଆପଣଙ୍କୁ ମୁଣ୍ଡ ବୁଲାଉଛି, ଗ୍ୟାଷ୍ଟ୍ରିକ୍ ବଥା ହଉଛି, ତାହେଲେ ଆପଣ ସ୍ୱାଦିଷ୍ଟ ଆହାର ଠାରୁ ପୃଥକ ରହି ଅର୍ଥାତ୍ ଆମିଷ ଏହି ସୁସ୍ୱାଦ ଖାଦ୍ୟ ଠାରୁ ଆପଣ ପୃଥକ ରହି ଆପଣ ଉପବାସ କରିପାରିବେ। ଦ୍ୱିତୀୟ ଉପବାସ ଆମେ ଦେଖୁଛୁ ଯେ ଦାନିଏଲଙ୍କର ଉପବାସ। ତାହା କେମିତି ଉପବାସ? ସେ ଶାକ ଭୋଜନ କଲେ, ସେ କୌଣସି ସୁସ୍ୱାଦ ଖାଦ୍ୟ ବା କୌଣସି ମାଂସ ସେ କଣ କଲେ ନାହିଁ, ଭୋଜନ କଲେ ନାହିଁ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ଶେଷରେ ଗୋଟେ କଥା କହି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଜୁନସ୍ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ, ଜୁନସ୍ ପୁସ୍ତକ 3 ଅଧ୍ୟାୟ 5 ପଦରେ ଆମେ ଦେଖୁଛୁ, ତହିଁରେ ନିନିବିର ଲୋକମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟ୍ଟ ବସ୍ତ୍ର ପିନ୍ଧିଲେ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ଆମେ ଦେଖୁଛୁ ତୃତୀୟ ଉପବାସ ଯେ ସାମୂହିକ ଉପବାସ। ସାମୂହିକ ଉପବାସ ଯେଉଁ ସମୟରେ ମଣ୍ଡଳୀରେ ଆମର ପାଳକମାନେ କହୁଛନ୍ତି ଯେ ଆମର ଶୁକ୍ରବାର ଦିନ ଉପବାସ ପ୍ରାର୍ଥନା ରହିବ, ଆମେ ଏଇ ମାସରେ 3 ଦିନ ଉପବାସ ଆମେ କରିବା, যে ସମୟରେ ଘୋଷଣା କରାଯାଉଛି, ଏହା ହେଉଛି ସାମୂହିକ ଉପବାସ ବୋଲି ଆମେ କହୁ। ବା ସମସ୍ତଙ୍କର ମତାମତ ନେଇ, ସମସ୍ତଙ୍କର ସୁବିଧାକୁ ନେଇ, ସମସ୍ତଙ୍କୁ କହି ଆମେ କଣ କରୁ, ଉପବାସ ଆମେ କରୁ। ପ୍ରିୟ ଭାଇ ଭଉଣୀ ମାନେ, ବାଇବେଲରେ ଆମେ ଦେଖୁଛୁ ଯେ ସାମୂହିକ ଉପବାସ, ଯେ ଘୋଷଣା କରାଗଲା ଅମୁକ ସମୟରେ ଆମେ କଣ କରିବା, ଏହି ଦିନ ଆମେ ଉପବାସ କରିବା, ଆଉ ଆମେ କୌଣସି ଜଳ କି କୌଣସି ଖାଦ୍ୟ ଆମେ ଭୋଜନ କରିବା ନାହିଁ। ଏହା ଯେତେବେଳେ ଜୁନସ୍ ନିନିବି ନଗରରେ ଯାଇ ବାକ୍ୟ ପ୍ରଚାର କଲେ, ଆଉ ସେହି ସ୍ଥାନର ରାଜା ଉପବାସ ଘୋଷଣା କଲେ, ଆଉ ଲେଖାଯାଉଛି ଯେ ବଡ଼ ଠାରୁ ସାନ ପର୍ଯ୍ୟନ୍ତ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଏ ସ୍ଥାନ ଯଦି ଆପଣମାନେ ତଳକୁ ପଡ଼ିବେ, ପଶୁମାନେ ମଧ୍ୟ ଉପବାସ କରୁଛନ୍ତି। ପଶୁ ପକ୍ଷୀମାନେ ଯଦି ଉପବାସ କରୁଛନ୍ତି, ତାହେଲେ ଆମେ ତ ମନୁଷ୍ୟ, ସାନ ପୁଅ ଝିଅମାନେ ଉପବାସ କରୁଛନ୍ତି, ଆମେ ତ ବୟସ ପ୍ରାପ୍ତ। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ମଧ୍ୟ ଉପବାସ କରିପାରିବେ। ନିଶ୍ଚିତ ଆପଣ ଉପବାସ କରିପାରିବେ। ଦାନିଏଲଙ୍କର ଉପବାସ ଆପଣ କରିପାରିବେ। ଆଉ ନିନିବିର ଲୋକମାନେ ଯଦି ପଶୁମାନେ ଉପବାସ କରୁଛନ୍ତି, ଆମେ ତ ମନୁଷ୍ୟ, ଆମକୁ ପଶୁ ପରି ପରମେଶ୍ୱର ତିଆରି କରିନାହାନ୍ତି, ଆମକୁ ଛେଳି ମେଣ୍ଢା ପରି ଆମକୁ ତିଆରି କରିନାହାନ୍ତି, ଆମକୁ ତାହାଙ୍କର ସାଦୃଶ୍ୟରେ, ଆମକୁ ମନୁଷ୍ୟ ଭାବରେ ସେ ତିଆରି କରିଛନ୍ତି। ସେଥିପାଇଁ ଆମେ ଯେ ବାଧ୍ୟତାରେ ଉପବାସ କରିବା, ଆମକୁ କିଏ କହିଦେଲେ ବୋଲି ଆମେ ଉପବାସ କରିବା ତାହା ନୁହେଁ। ଆମେ ପରମେଶ୍ୱରଙ୍କର ସାହାଯ୍ୟ ମାଗି, ତାହାଙ୍କର ଚାଳନାରେ ଯଦି ପରମେଶ୍ୱର ଆମକୁ ଚେତାଇ ଦେଉଛନ୍ତି, ସେ ଆମକୁ ଆକର୍ଷଣ କରୁଛନ୍ତି, ଆମ ଜୀବନ ସେ କଥା ହେଉଛନ୍ତି, ତାହେଲେ ଆମେ ଉପବାସ ଆମେ ନିଶ୍ଚିତ ଭାବରେ କରିବା ଆବଶ୍ୟକ ରହିଛି। ପ୍ରଭୁ ଆମକୁ ଏହି ବାକ୍ୟ ଦ୍ୱାରା